ଅନେକ ଲୋକ କହିଥାନ୍ତି ଯେ ସେମାନେ ଆମିଷ ଏଥିପାଇଁକା ଖାଉଛନ୍ତି ଯେ ଏହାଦ୍ୱାରା ଖାଦ୍ୟ ଶୃଙ୍ଖଳ ରକ୍ଷା ହେଉଛି ଏବଂ ପ୍ରକୃତିକ ଭାରସାମ୍ୟ ମଧ୍ୟ ବଜାୟ ରହୁଛି। ଯଦି ସେମାନେ ଆମିଷ ନ ଖାଇବେ ତାହେଲେ କୁକୁଡ଼ା ମାଛ ଆଉ ଛେଳିମାନଙ୍କ ସଂଖ୍ୟା ବହୁତ ବଢ଼ିଯିବ ଆଉ ତାକୁ ନିୟନ୍ତ୍ରଣ ରଖିବା ପାଇଁକା ସେମାନେ ଆମିଷ ଖାଉଛନ୍ତି ଆଉ ଏହାଦ୍ୱାରା ସେମାନେ ଭଲ କାମ କରୁଛନ୍ତି। ସେମାନେ କହୁନାହାନ୍ତି ସେମାନେ ଜିହ୍ବା ଲାଳସ ପାଇଁକା ଖାଉଛନ୍ତି। ତ ବହୁତ ବଢ଼ିଆ ସେମାନେ ପାଠଟାକୁ ବୁଝିଛନ୍ତି, ଗୋଟେ ଖାଦ୍ୟ ଶୃଙ୍ଖଳ ଅଛି ବୋଲି ଜାଣିଛନ୍ତି। ଖାଦ୍ୟ ଶୃଙ୍ଖଳ ମାନେ ଫୁଡ୍ ଚେନ୍। କିନ୍ତୁ ସେମାନେ ତାର ଗୋଟିଏ ପାର୍ଶ୍ୱ ଦେଖୁଛନ୍ତି, ଆଉ ଗୋଟିଏ ପାର୍ଶ୍ୱ ବି ଅଛି। ସେଇଟା ହେଉଛି ଯେ ଖାଦ୍ୟ ଶୃଙ୍ଖଳ କେବଳ ଖାଇବା ପ୍ରକ୍ରିୟା ନୁହେଁ। ଖାଦ୍ୟ ଶୃଙ୍ଖଳ କହିଲେ ଖାଇବା ଓ ଖିଆ ହେବା, ଅର୍ଥାତ୍ ଯଦି ଠେକୁଆକୁ ଯଦି ଖାଉଛି ବିଲୁଆ ତାହେଲେ ବିଲୁଆକୁ କିଏ ଖାଉଛି? ବାଘ ଖାଉଛି। ଠିକ୍ ସେମିତି ଯେଉଁ ମଣିଷମାନେ କହୁଛନ୍ତି ଯେ ସେମାନେ ଛେଳି କୁକୁଡ଼ା ମାଛକୁ ଖାଉଛନ୍ତି କାରଣ ଶୃଙ୍ଖଳା ରଖିବା ପାଇଁକା, ତାହେଲେ ସେମାନେ ଜାଣିବା ଦରକାର ଯେ ଖାଦ୍ୟ ଶୃଙ୍ଖଳା ହେଉଛି ଖାଇବା ଆଉ ଖିଆ ହେବା ପ୍ରକ୍ରିୟା। ଇଟିଂ ଆଣ୍ଡ ବିଇଂ ଇଟେନ୍ ପ୍ରୋସେସ୍ ଇଜ୍ ଦ ଫୁଡ୍ ଚେନ୍। ତ ସେମାନେ କ'ଣ କରିବେ ନା ଖାଇବେ କାହାକୁ? ଛେଳି କି କୁକୁଡ଼ାକୁ ଖାଇବେ ଆଉ ତାଙ୍କୁ ବି ବାଘ ଖାଇବା ଦରକାର, ତାହେଲେ ଯାଇକି ସନ୍ତୁଳନ ରହିବ। ନହେଲେ କ'ଣ ହେଉଛି ନା ମଣିଷର ସଂଖ୍ୟା ବହୁତ ବଢ଼ିଯାଉଛି ଆଉ ପୃଥିବୀର ଭାରସାମ୍ୟଟା ରକ୍ଷା ହେଇପାରୁନାହିଁ। ପୃଥିବୀଟା ପୁରା ଅସନ୍ତୁଳିତ ହେଇଗଲାଣି ମଣିଷ ସଂଖ୍ୟା ବଢ଼ିଲାଠୁ। ତେଣୁକରି ଯେଉଁମାନେ ଏଇଟାକୁ ଭାବୁଛନ୍ତି ସେମାନେ ଖାଲି ଖାଇବେ, ନାଇଁ ଖାଇବେନି, ସେମାନେ ଖିଆ ବି ହେବେ। ତେଣୁକରି ବହୁ ସଂଖ୍ୟାରେ ସେମାନେ ଏକାଠି ହୁଅନ୍ତୁ, ଯାଆନ୍ତୁ ଆମର ଜଙ୍ଗଲକୁ କିମ୍ବା ନନ୍ଦନକାନନକୁ ଆଉ ସେଠି ଆତ୍ମ ବଳିଦାନ ଦିଅନ୍ତୁ ବାଘ ଆଗରେ, ବାଘର ଆହାର ହେଇଯାଆନ୍ତୁ। ତାହେଲେ ମଣିଷ ସଂଖ୍ୟା ବି କମିଯିବ ଆଉ ପ୍ରକୃତିର ଭାରସାମ୍ୟ ବି ରହିବ। ତାହେଲେ ଜଣାପଡ଼େ ସେମାନେ ପ୍ରକୃତିକୁ ସାହାଯ୍ୟ କରୁଛନ୍ତି। ଆଉ ଖାଲି ଖାଇବି 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 କହିଦେଲେ ସେଇଟା ଫୁଡ୍ ଚେନ୍ ବା ଖାଦ୍ୟ ଶୃଙ୍ଖଳ ହୁଏ ନାହିଁ। ତେଣୁ ପାଠଟାକୁ ପୁରା ବୁଝନ୍ତୁ, ଅଧା ବୁଝିକି ଆଉ କୁହନ୍ତୁ ନାହିଁ।